ଏବେ ଆମେ ଯିବା ଶନି ବିଷୟରେ। ଶନି ଯଦି ଆପଣ ମାନଙ୍କର ଖରାପ ଅଛି ତାହେଲେ ଆପଣ ମାନେ ନିଲମ ୟୁଜ କରିପାରିବେ, ଯାହା ଦ୍ୱାରା କି ଆପଣଙ୍କର ଶାରୀରିକ ଯାହା ବି କଷ୍ଟ ହଉଛି, ଶରୀରରେ ଯାହା ବି ଗୋଡ ପେନ୍ ହେବା, ହାତ ପେନ୍ ହେବା କିମ୍ବା ଆଣ୍ଠୁ ପେନ୍ ହେବା, ଅଣ୍ଟା ପେନ୍ ହେବା, ଏଇ ସବୁ ଜିନିଷ ଶନିଙ୍କ ଦ୍ୱାରା ହେଇଥାଏ। ଏବଂ ଶନି ଖରାପ ଥିଲା ମାନେ ଧନ କମେଇବାରେ ମଧ୍ୟ ଆପଣଙ୍କର ବହୁତ ବାଧାପ୍ରାପ୍ତ ହେଇଥାଏ। ତାପରେ ଆମେ ଯିବା ଏବେ ରାହୁ ବିଷୟରେ। ଯଦି ରାହୁ ଖରାପ ହୁଏ ଆପଣଙ୍କର ମାନସିକ ସ୍ଥିତି ଠିକ ରହିବନି, ଆପଣ ଯାହା ଚାହିଁବେ ତାହା ଆପଣ କରିପାରିବେନି, ଆପଣଙ୍କ ମାଇଣ୍ଡ ସବୁବେଳେ ଅସ୍ଥିର ରହିବ, ଆପଣ ଗୋଟେ ଡିସିସନ ନେଇପାରିବେନି, ଡିସିସନ ଚେଞ୍ଜ ହଉଥିବ, ବହୁତ ପ୍ରକାର ରାହୁ ଦ୍ୱାରା ପ୍ରୋବ୍ଲେମ ଆସିଥାଏ। ଏବଂ ରାହୁ ଆପଣଙ୍କୁ ଇନଷ୍ଟାଣ୍ଟ ମନି ଦେଇଥାଏ, ଯାହାକି ହଠାତ୍ କି ଆପଣ ପଇସା ମଧ୍ୟ କମେଇ ପାରିବେ। ଯଦି ଆପଣଙ୍କର ରାହୁ ଖରାପ ଅଛି, ରାହୁକୁ ଆପଣ ଠିକ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଗୋମେଦ ଷ୍ଟୋନ ୟୁଜ କରିପାରିବେ, ଯାହା ଦ୍ୱାରା କି ଆପଣଙ୍କର ରାହୁ ଠିକ ହେଇଯିବ ଏବଂ ରାହୁର ପଜିଟିଭ ଏନର୍ଜି ଆପଣଙ୍କୁ ମିଳିବାକୁ ଲାଗିବ। ତାପରେ ଯିବା ଆମେ କେତୁ। ଯଦି ଆପଣଙ୍କ ଲାଇଫରେ କେତୁ ଖରାପ ଥାଏ, ଆପଣ ଯାହା ଚାହିଁବେ ତାହା ଟୋଟାଲି ହେବନି, ଯାହା କରିବାକୁ ଚାହୁଁଥିବ ତାର ଅପୋଜିଟ ସବୁବେଳେ ହେବ। ଏବଂ ଆଉ କେତୁ ସବୁବେଳେ କନଫ୍ୟୁଜ କରିଥାଏ। କେତୁକୁ ଯଦି ଆପଣ ଠିକ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଲୌହ ସୁନିଆ ଷ୍ଟୋନ କୁ ଆପଣ ମାନେ ୟୁଜ କରିପାରିବେ। ଦେଖିବେ ଆପଣଙ୍କର କେତୁ ଯେତେ ଖରାପ ଥିଲେ ମଧ୍ୟ ଆପଣଙ୍କୁ ପଜିଟିଭ ରେଜଲ୍ଟ ଦେବ ଏବଂ ଆପଣଙ୍କୁ ବହୁତ ସାରା ବେନିଫିଟ ମଧ୍ୟ ମିଳିବାକୁ ଲାଗିବ। ଆଶା କରୁଛି ଏଇ ଭିଡିଓରେ ଆପଣଙ୍କୁ କିଛି ଶିଖିବାକୁ ମିଳୁଛି ଏବଂ ଆପଣଙ୍କର ଯାହାବି ଷ୍ଟୋନ ସମ୍ବନ୍ଧୀୟ ଯାହାବି ପ୍ରଶ୍ନ ଥିଲା ତାହାର ଉତ୍ତର ଆପଣଙ୍କୁ ମିଳି ଯାଇଥିବ ଏବଂ ଆପଣ ଯଦି କିଣି ପାରିବେ ତାହେଲେ ଆପଣ କିଣିକି ନିଜେ ୟୁଜ କରିପାରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।